ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଶ୍ଚିତ କରିଛନ୍ତି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଏକଦିବସୀୟ ସିରିଜ୍ ପାଇଁ ପରୀକ୍ଷଣରେ ନାହାନ୍ତି। ଅଗରକର କହିଛନ୍ତି ଯେ ଏହି ତିନୋଟି ମ୍ୟାଚ୍ 2027 ବିଶ୍ୱକପ୍ ପାଇଁ ସେମାନଙ୍କର ସମ୍ଭାବନା ନିର୍ଣ୍ଣୟ କରିବ ନାହିଁ। ସେ କହିଛନ୍ତି ଯେ ଗୋଟିଏ ମ୍ୟାଚ୍ କିମ୍ବା ସିରିଜ୍ ଆଧାରରେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କର ସମ୍ଭାବନା ମୂଲ୍ୟାଙ୍କନ କରିବା ମୂର୍ଖତା ହେବ, କାରଣ ସେମାନଙ୍କର ରେକର୍ଡ ଅସାଧାରଣ। କିନ୍ତୁ ସେ ଇଙ୍ଗିତ ଦେଇଛନ୍ତି ଯେ କେହି ସେମାନଙ୍କୁ ବଦଳାଇ ପାରିବେ ନାହିଁ। ଅଗରକର ଏନ୍ଡିଟିଭିକୁ କହିଛନ୍ତି, ସେମାନେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳର ଅଂଶ। ସେମାନେ ଦୀର୍ଘ ସମୟ ଧରି ଉତ୍କୃଷ୍ଟ ଖେଳାଳି ଅଛନ୍ତି। ଏହା କୌଣସି ଗୋଟିଏ ଖେଳାଳି ଉପରେ ଧ୍ୟାନ ଦେବାର ପ୍ଲାଟଫର୍ମ ନୁହେଁ। ଆପଣଙ୍କୁ ଦଳ ଏବଂ ଦଳ କ'ଣ ହାସଲ କରିବାକୁ ଚାହୁଁଛି ତାହା ଉପରେ ଧ୍ୟାନ ଦେବା ଉଚିତ। 2 ବର୍ଷ ପରେ ଆମେ ଜାଣିନାହୁଁ ଯେ ପରିସ୍ଥିତି କ'ଣ ହେବ, ତେବେ କେବଳ ସେମାନଙ୍କ ମଧ୍ୟରୁ କାହିଁକି ଅନ୍ୟ ଯୁବକ ଖେଳାଳି ମଧ୍ୟ ଥାଇପାରନ୍ତି। ଅଗରକର ଆହୁରି କହିଛନ୍ତି, ସେମାନେ ପରୀକ୍ଷଣରେ ନାହାନ୍ତି। ସେମାନେ ଯାହା ହାସଲ କରିବା ସ୍ଥିର କରିଥିଲେ ତାହା ସବୁକିଛି ହାସଲ କରିଛନ୍ତି, କେବଳ ଟ୍ରଫି ଦୃଷ୍ଟିରୁ ନୁହେଁ, ରନ୍ ଦୃଷ୍ଟିରୁ ମଧ୍ୟ। ଏହା ଏପରି ନୁହେଁ ଯେ ଯଦି ସେମାନେ ଦୁହେଁ ଏହି ସିରିଜରେ ରନ୍ ନ କରନ୍ତି ତେବେ ସେମାନେ ଦଳରେ ରହିବେ ନାହିଁ, କିମ୍ବା ଯଦି ସେମାନେ 3ଟି ଶତକ କରନ୍ତି ତେବେ ସେମାନେ 2027ରେ ଦଳରେ ରହିବେ ନାହିଁ। ଏହା ବହୁତ ଦୂର କଥା। ଦେଖାଯାଉ ଏହା କିପରି ହୁଏ।